ଅନେକ ଦିନର ସ୍ୱପ୍ନ ଦୁଇ ଜଣଙ୍କର ଆଜି ସତ ହୋଇଛି। ବର୍ଷା ଅନୁଭବଙ୍କର ଛାଡ଼ପତ୍ର ପରେ ଅନୁଭବ ବାହା ହୋଇଛନ୍ତି ଜାଗୃତି ଶୁକ୍ଲାଙ୍କୁ। ଅଗ୍ନି ଚାରିପଟେ ବୁଲି 7 ଜନମର ସାଥୀ ହୋଇଛନ୍ତି ଅନୁଭବ ଜାଗୃତି। ହେଲେ ଦର୍ଶକ ବନ୍ଧୁ, ଏ ଦୁହିଁଙ୍କର ଏ ସମ୍ପର୍କ କେତେ ଦିନ ରହିବ, ଏ ବିଷୟରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। କାରଣ ପ୍ରଥମେ ଏହିପରି ଭାବେ ବର୍ଷାଙ୍କୁ ଭଲ ପାଇ ବାହା ହୋଇଥିଲେ ଅନୁଭବ। ଚାହୁଁ ଚାହୁଁ କିଛି ବର୍ଷ ଭିତରେ ସେ ଦୁହିଁଙ୍କର ଛାଡ଼ପତ୍ର ହୋଇଗଲା, ଆଉ ସେମାନେ ଅଲଗା ହୋଇଗଲେ। ଏବେ ଜାଗୃତିଙ୍କୁ ବାହା ହୋଇଛନ୍ତି ସତ, ହେଲେ କେତେ ଦିନ ପର୍ଯ୍ୟନ୍ତ ତାଙ୍କ ହାତ ଧରିବେ ତାହା କିଏ କହିପାରିବ? ଦର୍ଶକ ବନ୍ଧୁ, ଏଠି କଥା ଉଠୁଛି ଅନୁଭବଙ୍କ ଚତୁର୍ଥୀକୁ ବର୍ଷା ଯାଇଥିଲେ କି ନାହିଁ। ଆମେ ଆପଣଙ୍କୁ ଜଣାଇଦେବୁ, ଯେପର୍ଯ୍ୟନ୍ତ ନିଜେ ଅନୁଭବ ନ ଡାକିବେ ସେ ପର୍ଯ୍ୟନ୍ତ ବର୍ଷା ଯିବେ ନାହିଁ। ଆଜି ବି ଅନୁଭବଙ୍କୁ ସେ ବହୁତ ଭଲ ପାଉଛନ୍ତି, ହେଲେ ଆଖିରୁ ଲୁହ ଝରାଇ ମନ ଭିତରେ ସବୁ ଦୁଃଖକୁ ଚାପି ରଖିଛନ୍ତି। ଅନୁଭବ ସବୁ ଜାଗାରେ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ନାଁରେ ଦେଖେଇ ହୋଇ କହିଛନ୍ତି, କିନ୍ତୁ ବର୍ଷା କେବେ ବି ଆଜି ପର୍ଯ୍ୟନ୍ତ କୌଣସି ବାହାର ଲୋକଙ୍କ ପାଖରେ ଅନୁଭବଙ୍କ ନାଁରେ କିଛି ବି କଥା କହିନାହାନ୍ତି। କାରଣ ସେ ଅନୁଭବଙ୍କୁ ବହୁତ ଭଲ ପାଆନ୍ତି। ଏଠି କଥା ଉଠୁଛି, ବିଭିନ୍ନ ଲୋକ ସୋସିଆଲ ମିଡ଼ିଆରେ ଆଲୋଚନା କରି କହୁଛନ୍ତି ଦିନ ଆସିବ ପୁଣି ସେହି ବର୍ଷାଙ୍କ ପାଖକୁ ଫେରିବେ ଅନୁଭବ। ଦର୍ଶକ ବନ୍ଧୁ, ଆମେ କହି ରଖିବୁ, ଜାଗୃତି ଶୁକ୍ଲାଙ୍କ ପାଖରେ କେବେ ବି ହାର ମାନିବେ ନାହିଁ ବର୍ଷା। ଅନୁଭବ ଜାଗୃତିଙ୍କ ଚତୁର୍ଥୀରେ ଅନୁଭବଙ୍କ ପରିବାର ଆଉ ଜାଗୃତିଙ୍କର ପରିବାର ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଛି। ଧୁମଧାମରେ ପାଳନ ହୋଇଛି ଚତୁର୍ଥୀ। ଦର୍ଶକ ବନ୍ଧୁ, ଗୋଟେ ନାରୀ ପାଖରୁ ତା ସ୍ୱାମୀକୁ ଆଉ ଗୋଟେ ନାରୀ ଛଡ଼ାଇ ନେଲା ପରେ ଏବେ ସେ କେତେ କଷ୍ଟ ପାଉଥିବ। କଥାରେ ଅଛି, ଯାହା ପାଇଁ ଯିଏ ହାଣ୍ଡିରେ ଚାଉଳ ପକେଇଥିବ ସିଏ କେବଳ ତାର ହବ। ଠିକ୍ ସେମିତି ଏବେ ବର୍ଷା ପ୍ରିୟଦର୍ଶିନୀ ଭଗବାନଙ୍କୁ ଡାକୁଥିବେ ଆଉ କହୁଥିବେ, ଯଦି ମୁଁ ଠିକ୍ରେ ଥିବି ତାହେଲେ ମୋ ସ୍ୱାମୀକୁ ମୋତେ ଫେରେଇ ଦିଅ ଭଗବାନ। ଭଗବାନଙ୍କ ପାଖରେ ହାତ ଯୋଡ଼ି ଗୁହାରି କରୁଥିବେ ବର୍ଷା। ମନର ଦୁଃଖକୁ କହୁଥିବେ ଭଗବାନଙ୍କୁ। ସୂଚନା ଆଜି ପାଇଁ ଏତିକି। ଅଧିକ ସୂଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ।